ଆମର ମନ୍ତ୍ରୀ ସାହୁ ଯେଉଁ ବିଦାୟକାଳୀନ ଅବସରରେ ତାଙ୍କର ଯେଉଁ ପିଲାମାନଙ୍କୁ ବହୁତ ସ୍ନେହ ଶ୍ରଦ୍ଧା ସହିତ ପାଳିଥିଲେ, ତାଙ୍କୁ ବହୁତ ମାନେ ଉଚ୍ଚ ମାର୍ଗରେ ନେବା ପାଇଁ ଚେଷ୍ଟା ବି କରିଛନ୍ତି। ଛୁଆମାନଙ୍କୁ ଆଜି ସେ ଛାଡ଼ିକି ଯାଉଛନ୍ତି, ତାଙ୍କ ମନ ଯେତେ ଦୁଃଖ ବି ଥାଉ ମୁଁ କହିପାରିବିନି, କିନ୍ତୁ ମୋର ଏଇ ବାବଦରେ ବହୁତ ମନ ଦୁଃଖ। କାରଣ ମୁଁ ବିଗତ 22 ବର୍ଷ ହେଲା ଆସିବାରେ ମୁଁ ଏଇ ଅପାଙ୍କ ସହିତ ମିଶିଛି, ନନାଙ୍କ ସହିତ ମିଶିଛି, ତାଙ୍କର ସ୍ନେହ ଶ୍ରଦ୍ଧାରେ ମୁଁ ବି ବାନ୍ଧି ହୋଇଛି। ତେଣୁ ତାଙ୍କ ସ୍ନେହ ଶ୍ରଦ୍ଧା ମୁଁ କେବେ ଭୁଲି ପାରିବିନି। ଆଉ ଅନୁରୋଧ କରୁଛି ପିଲାମାନଙ୍କୁ ତାଙ୍କ ସ୍ନେହ ଶ୍ରଦ୍ଧାରୁ କେହି ବର୍ଦ୍ଧିତ ହୁଅନ୍ତୁନି। ଯଦି ବି ତାଙ୍କର ସମୟ କାଢ଼ିକି ବିଦାୟ ନେଇ ସାରିଲା ପରେ ବି ଯେଉଁ ଛୁଆମାନଙ୍କୁ ଛାଡ଼ିକି ଯାଉଛନ୍ତି ସେମାନଙ୍କୁ ସମୟ କାଢ଼ି ଘଣ୍ଟେ ଘଣ୍ଟେ ପାଠ ପଢ଼େଇଲେ ବି ସେମାନେ ତାଙ୍କ ଗତି ପଥରେ ଆଗେଇ ଯିବେ। ଏ ବିଦ୍ୟାଳୟରେ 2 ଜଣ ଶିକ୍ଷକ ଥିଲେ, ଆଜି ସେଥିମଧ୍ୟରୁ ଜଣେ ହେଉଛି ଅବସର ନେଉଛନ୍ତି। ତେଣୁ ଆଉ ଜଣେ ଶିକ୍ଷକ ଏ ବିଦ୍ୟାଳୟ ଦ୍ୱାରା ପରିଚାଳିତ ହେବ। ନିଶ୍ଚିନ୍ତ ଭାବରେ ଏ ବାବଦରେ ହେଉଛି ସରକାର ଶୀଘ୍ର ହେଉଛି ଆଉ ଜଣେ ଶିକ୍ଷକ ଦେଇ ତାର ସ୍ଥାନ ହେଉଛି ପୂରଣ କରିବେ। ସେ ବିଶ୍ୱାସ ମୋର CRC ହିସାବରେ ରହିଛି। ତେଣୁ ମୁଁ ବି ସରକାରଙ୍କୁ ଅନୁରୋଧ କରିବି ଗଣମାଧ୍ୟମ ଜରିଆରେ ଖୁବ୍ ଶୀଘ୍ର ଜଣେ ଶିକ୍ଷକ ଶିକ୍ଷୟିତ୍ରୀ ଏଠି ଦେଲେ ଆମ ପିଲାମାନଙ୍କର ଜୀବନ ହେଉଛି ଚଲାପଥ ସୁଗମ ହେଉଛି। ନିଶ୍ଚିନ୍ତ ଭାବରେ ତାଙ୍କୁ କୁହାଯିବ, କାରଣ ସେ ଖୁବ୍ ହେଉଛି ସମୟାନୁବର୍ତ୍ତିତା ଥିଲେ। କାର୍ଯ୍ୟରେ ତାଙ୍କର ହେଉଛି ସୁଚାରୁ ରୂପେ ସେ ତୁଲେଇ ପାରୁଥିଲେ। ଏଠି ବି ଏ ବିଦ୍ୟାଳୟରେ ସେ କିଛି ଦିନ ବି ହେଉଛି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ହେଉଛି କାର୍ଯ୍ୟକଳାପ ହେଉଛି ଖୁବ୍ ସନ୍ତୋଷଜନକ, ଖୁବ୍ ଉତ୍ସାହଜନକ କହିଲେ ଅତ୍ୟୁକ୍ତି।